ବାଇଗଣର ଇଏ ଗୋଟେ ଏମିତି ଟେଷ୍ଟି ରେସିପି ଯାହା ଆଗରେ ମାଛ, ମାଂସ, ଅଣ୍ଡା କିମ୍ବା ପନିର ହଉ ସବୁ ଫିକା ଲାଗିବ। ଯଦି ଆପଣଙ୍କୁ ଏଇ ରେସିପି ବିଷୟରେ ଜଣା, ମାନେ ଆପଣ ଏଇ ରେସିପିଟି ତିଆରି କରିଛନ୍ତି ଆଉ ଖାଇଛନ୍ତି, ତାର ସ୍ୱାଦ ବିଷୟରେ ଆପଣ ଜାଣିଥିବେ ଆଉ ୟାର ସ୍ୱାଦ କେତେ ବେଷ୍ଟ ଆପଣଙ୍କୁ ଜଣାଥିବ। କିନ୍ତୁ ଯଦି ବାଇଗଣର ଏଇ ରେସିପି ଆପଣ କେବେ ବନେଇ ନାହାନ୍ତି, ଥରେ ମୋ କଥା ମାନିକି ଆପଣ ୟାକୁ ଟ୍ରାଏ କରନ୍ତୁ, ଦେଖିବେ ଆପଣଙ୍କୁ ସବୁଠୁ ବାଇଗଣର ଯେତେ ବି ରେସିପି, ଏଇ ରେସିପିଟି ବାଇଗଣର ସବୁଠୁ ବେଷ୍ଟ ଲାଗିବ। ତାହେଲେ ଚାଲନ୍ତୁ ଡେରି ନକରି ଫଟାଫଟ ରେସିପିଟି ଷ୍ଟାର୍ଟ କରିନେବା। ବନେଇ ନେବା ଆଜି ଆମେ ଗୋଟା ବାଇଗଣର ଏଇ ରେସିପିଟି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ରେସିପିଟିକୁ ଜାଣିବା ପାଇଁ। ଆଉ ଯଦି ମୋ ଚ୍ୟାନେଲକୁ ଏପର୍ଯ୍ୟନ୍ତ ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜିନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପ୍ରଥମେ ତାର ଆମେ ମସଲା ବନେଇ ନେବା। ସେଥିପାଇଁ ଦେଖନ୍ତୁ ଗୋଟେ ପ୍ୟାନ୍ ନେଇଯାଇଛି ମୁଁ, ଆଉ ସେଇଥିରେ ହାଫ୍ କପ୍ ବେସନ ମୁଁ ନେଇଯାଇଛି। ବେସନକୁ ଆମେ ହାଲକା ରୋଷ୍ଟ କରିନେବା। ଆମେ ତ ଜାଣିଛେ ମସଲା ମାନେ ଅଦା ରସୁଣ ପେଷ୍ଟ ନହେଲେ ସୋରିଷ ପେଷ୍ଟ, କିନ୍ତୁ ଆଜି ଆମେ ଏମିତି ମାନେ ବେସନରେ ଆମେ ଗୋଟେ ବଢିଆ ମସଲାଟେ ପ୍ରସ୍ତୁତ କରିବା ଆଉ ତାକୁ ନେଇକି ଆମେ ବାଇଗଣର ଏଇ ରେସିପିଟି ବନେଇବା। ବେସନକୁ ଆମେ ଏଇଠି ପ୍ରଥମେ ହାଲକା ରୋଷ୍ଟ କରି ନେବା ଆଉ ଏଇଥିରେ ଆମେ ଗୁଣ୍ଡ ମସଲା ସବୁ ଏବେ ପକେଇ ନେବା। ଗୁଣ୍ଡ ମସଲାରେ ଆମେ ପକେଇ ନେବା ହାଫ୍ ଛୋଟ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ, ହାଫ୍ ଛୋଟ ଚାମଚ ହଳଦୀ ଗୁଣ୍ଡ, ହାଫ୍ ଛୋଟ ଚାମଚ ଜିରା ଗୁଣ୍ଡ ଆଉ ହାଫ୍ ଛୋଟ ଚାମଚ ଧନିଆ ଗୁଣ୍ଡ। ସ୍ୱାଦକୁ ଆଉ ଟିକେ ବଢିବା ପାଇଁ ଆମେ ଏଇଠି ପକେଇ ନେବା ହୋମମେଡ୍ ଗରମ ମସଲା ପାଉଡର ଗୋଟେ ଛୋଟ ଚାମଚ। ତା ସହିତ ଏଇଠି ଆମେ ବେସନର କ୍ୱାଣ୍ଟିଟି ଦେଖିକି ହାଫ୍ ଛୋଟ ଚାମଚ ଲୁଣ ପକେଇ ନେବା। ଏବେ ଏଇ ସବୁ ଜିନିଷ ମଧ୍ୟ ଆମେ ବେସନରେ ମିଶେଇ ଦେଇକି ତାକୁ ହାଲକା ରୋଷ୍ଟ କରି ନେବା। ଆଉ ମନେ ରଖିଥିବେ, ବେସନକୁ ଯେତେବେଳେ ଆପଣ ଏଇପରି ଭାବରେ ରୋଷ୍ଟ କରୁଛନ୍ତି ଫ୍ଲେମ୍କୁ ପୁରା ଲୋ ରଖିବେ, ନହେଲେ ବେସନ ଆମର ପୋଡ଼ିଯିବ। ସେଥିପାଇଁ ବେସନ ପକେଇବାଠୁ ଆରମ୍ଭ କରିକି ବେସନ ହାଲକା ରୋଷ୍ଟ ହେବା ପର୍ଯ୍ୟନ୍ତ ଫ୍ଲେମ୍କୁ ଲୋ ରଖିବେ। ଏବେ ଇଏ ହାଲକା ରୋଷ୍ଟ ହେଇଗଲାଣି, ଏବେ ତାକୁ ଛାଡ଼ିଦେବା ଆମେ ଥଣ୍ଡା ହେବା ପାଇଁ। ଗ୍ୟାସ୍ ଫ୍ଲେମ୍କୁ ବନ୍ଦ କରିଦେବା। ଏବେ ନେଇଯିବା ଆମେ ବାଇଗଣ। ଚେଷ୍ଟା କରିବେ ଆପଣ ଏଇପରି ଭାବରେ ବାଇଗଣୀ ବାଇଗଣ ନେବେ। এই ବାଇଗଣୀ ବାଇଗଣ ବହୁତ ଶୀଘ୍ର ସିଝି ଯାଇଥାଏ, କଇଁଚିଆ ହୁଏନି, ମାନେ ଟାଣ ହୁଏନି ବା ଦରସିଝା ରୁହେନି। ଏଇଠି ମୁଁ 4ଟି ବାଇଗଣ ନେଇଛି। ଆପଣ ଯେତେ ଜଣଙ୍କ ପାଇଁ ବନଉଛନ୍ତି ସେଇ ଅନୁସାରେ ବାଇଗଣ ନେଇଯିବେ। ଏଇଠି ଆପଣ ବାଇଗଣର ସାଇଜ୍ ଦେଖିପାରୁଛନ୍ତି, ସେଥିପାଇଁ ଜଣେ ମଣିଷ ସଫିସିଏଣ୍ଟ ହେବ ଗୋଟେ ବାଇଗଣ ଖାଇବା ପାଇଁ। ଏବେ କ'ଣ କରିବା, ବାଇଗଣର ଆମେ ଡେମ୍ଫ ପଟକୁ ବିଲକୁଲ ବି ବାହାର କରିବା ନାହିଁ, ତାର ମଝି ପାଖକୁ ଟିକେ ଟିକେ ଚିରା ଲଗେଇଦେବା। ଆଉ ଆପଣ ଦେଖୁଥିବେ ଶେଷ 2 ଭାଗ ମୁଁ କାଟିନି, କେବଳ ବାଇଗଣର ମଝି ଅଂଶରେ 4ଟା ଚିରା ଲଗେଇଛି, ମାନେ ଯେମିତିକି ଆମର ସେଇ ଭିତରେ ପୁର ଦେଇ ହେବ, ମାନେ ଷ୍ଟଫିଂ ଦେଇ ହେବ, ସେଇପରି ଭାବରେ ଆପଣ ସେଇଥିରେ ଚିରା ଲଗେଇଦେବେ। ଆଉ ଏଇଠି ଦେଖନ୍ତୁ ବାଇଗଣରେ ଆମେ ଚିରା ଲଗେଇ ସାରିଲେଣି। ଏମିତି ଚିରା ଲଗେଇବା ଦ୍ୱାରା ଆମେ ସେଇଥିରେ ମସଲା ଭର୍ତ୍ତି କରିପାରିବା। ଆଉ ଏଇଠି ଆପଣ ମନେ ରଖିଥିବେ, ଆପଣ ଡେମ୍ଫ ପାଖକୁ କାଟିବେ ନାହିଁ, ତା ସହିତ 2 ଶେଷ ଭାଗକୁ ମଧ୍ୟ କାଟିବେ ନାହିଁ। ତ ଏଇଠି ଦେଖନ୍ତୁ ଆମେ ସବୁ ବାଇଗଣ ଯେତିକି ଭାଜିବା ସେଇ ଅନୁସାରେ ଆମେ ସବୁ ବାଇଗଣକୁ କାଟି ସାରିଲେଣି। ଏବେ ଚାଲନ୍ତୁ ଆମେ ଯେଉଁ ବେସନ ଛାଡ଼ି ଦେଇଥିଲେ ଥଣ୍ଡା ହେବା ପାଇଁ, ସେ ମଧ୍ୟ ଥଣ୍ଡା ହେଇଗଲାଣି। ବେସନ ଥଣ୍ଡା ହେଇସାରିଲା ପରେ ଆମେ ସେଇଥିରେ ପକେଇ ନେବା ସୋରିଷ ତେଲ। ପାଖାପାଖି 4 ବଡ଼ ଚାମଚ ଆମେ ଏଇଠି ସୋରିଷ ତେଲକୁ ଆଡ୍ କରିବା। କଞ୍ଚା ସୋରିଷ ତେଲ ଆଡ୍ କରିବା, କିଛି ଗରମ କରିବା ଦରକାର ନାହିଁ। ଆଉ ଏଇଠି ମୁଁ ହାଫ୍ କପ୍ ବେସନ ପାଇଁ 4 ବଡ଼ ଚାମଚ ସୋରିଷ ତେଲ ଆଡ୍ କରିଛି। ଏବେ ବେସନ ଆଉ ସୋରିଷ ତେଲକୁ ଆମେ ଏମିତି ଗୋଳେଇ ନେବା। ଗୋଳେଇ ଦେଇକି ତାର ଗୋଟେ ପେଷ୍ଟ ବନେଇ ନେବା। ଆଉ ଏଇ ପେଷ୍ଟକୁ ଆମେ ମସଲା ଭାବରେ ୟୁଜ୍ କରିବା। ଏଇଠି ଯେଉଁ ଆମେ କଞ୍ଚା ସୋରିଷ ତେଲ ଆଡ୍ କଲେ, ଆପଣ ଏଇ ରେସିପିଟି କରିସାରିବେ ଆଉ ବାଇଗଣ ଖାଇବେ, ଦେଖିବେ ସୋରିଷ ତେଲର ଏତେ ବଢ଼ିଆ ଫ୍ଲେଭର ଆସିବ ସେଇଥିରେ, ଆପଣଙ୍କର ମନ ପୁରା ଖୁସି ହେଇଯିବ। ଏବେ କାଟି ରଖିଥିବା ବାଇଗଣରେ ଯୋଉଥିରେ କି ଆମେ ଚିରା ଲଗେଇଥିଲେ, ସେଇ ଚିରାରେ ଆମେ ମସଲା ଭରି ନେବା। ଯେତିକି ପାରୁଛନ୍ତି ଆପଣ ସେଇଥିରେ ଅଳ୍ପ ଅଳ୍ପ ମସଲା ଭର୍ତ୍ତି କରିନେବେ। ଆଉ ଏଇଠି ଦେଖନ୍ତୁ ଆମେ ଏମିତି ଭାବରେ ସବୁ ବାଇଗଣରେ ମସଲା ଭରି ନେବା। ଏବେ ଚାଲନ୍ତୁ ତାକୁ ଫ୍ରାଏ କରି ନେବା। ଫ୍ରାଏ ପାଇଁ ମୁଁ ଏଇଠି ନେଇଯାଇଛି ଗୋଟେ ପ୍ୟାନ୍, ଆଉ ସେଇଥିରେ ଦେଇଦେଇଛି ମୁଁ 3 ବଡ଼ ଚାମଚ ରିଫାଇନ୍ ତେଲ। ତେଲ ଆମର ହାଲକା ଗରମ ହେଇଗଲେ ଆମେ ମସଲା ପୁରେଇ ରଖିଥିବା ବାଇଗଣକୁ ସବୁ ଦେଇଦେବା। ଆଉ ଏଇଠି ଦେଖନ୍ତୁ, ଯେହେତୁ ଆମେ ଡେମ୍ଫ ପାଖକୁ କାଟି ନଥିଲେ, ସେଥିପାଇଁ ଏଇଠି ଇଜି ହେବ ବାଇଗଣକୁ ଏପଟ ସେପଟ କରିବା ପାଇଁ, ତା ସହିତ ବାଇଗଣକୁ ମଧ୍ୟ ତାୱାରୁ ବାହାର କରିବା ପାଇଁ ଆଉ ତାୱା ଭିତରେ ଦେବା ପାଇଁ ମଧ୍ୟ ଇଜି ହେବ। ଏବେ ଆମେ ପ୍ୟାନ୍ରେ ଲିଡ୍ ଘୋଡ଼େଇ ଦେବା ଆଉ ଛାଡ଼ିଦେବା ବାଇଗଣକୁ ଭଲ ଭାବରେ ଏଇଠି ସିଝିବା ପାଇଁ। ଏଠି ଆପଣ ଯେତେବେଳେ ବାଇଗଣକୁ ଭାଜିବେ, ଫ୍ଲେମ୍କୁ ହାଇ କରିବେ ନାହିଁ କିମ୍ବା ଲୋରେ ରଖିବେ ନାହିଁ। ହାଇ ଫ୍ଲେମ୍ରେ ଯଦି ଆପଣ ଭାଜିବେ ବାଇଗଣ ପୋଡ଼ିଯିବ, ଆଉ लो ଫ୍ଲେମ୍ରେ ଯଦି ଭାଜିବେ ବାଇଗଣ ଭଲ ଭାବରେ ସିଝିବ ନାହିଁ। ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆପଣ ବାଇଗଣକୁ ଭାଜି ନେବେ।
ଆଉ ମଝିରେ ମଝିରେ ଆପଣ ବାଇଗଣକୁ ଏପଟ ସେପଟ କରିନେବେ, ଯାହାଦ୍ୱାରା କି ବାଇଗଣର ପ୍ରତ୍ୟେକ ପାର୍ଟ ଭଲ ଭାବରେ ସିଝିଯିବ। ଆଉ ଏଇଠି ଦେଖନ୍ତୁ ବାଇଗଣର ଯେହେତୁ ଶେଷ ଭାଗ ଦୁଇଟି ଆମେ କାଟି ନଥିଲେ, ସେଥିପାଇଁ ମସଲା ଆମର ବାହାରକୁ ବାହାରିବ ନାହିଁ, ବାଇଗଣ ଭିତରେ ଭଲ ଭାବରେ ସିଝିଯିବ। ଏମିତି ଏ ଭାବରେ ଆପଣ ବାଇଗଣକୁ ଭଲ ଭାବରେ ଭାଜି ନେବେ। ଏବେ ଚାଲନ୍ତୁ ତାର ସେକେଣ୍ଡ ମସଲାଟି ପ୍ରସ୍ତୁତ କରିନେବା, ଯେଉଁଥିରେ କି ଆମେ ଟିକେ ଗ୍ରେଭି କରିବା। ସେଥିପାଇଁ ନେଇଯିବା ଆମେ 5 ବଡ଼ ଚାମଚ ଦହି। ଦହି ଆପଣ ଫ୍ରେଶ୍ ନେବେ, ଖଟା ଦହି ନେବେନି। ସେଇଥିରେ ଆଡ୍ କରିଦେବା 1 ଛୋଟ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ, ହାଫ୍ ଛୋଟ ଚାମଚ ହଳଦୀ ଗୁଣ୍ଡ, ହାଫ୍ ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ହାଫ୍ ଛୋଟ ଚାମଚ ଜିରା ଗୁଣ୍ଡ ପକାଇ ନେବା। ତା ସହିତ ଏଇଠି ଆମେ ପକାଇ ନେବା ହାଫ୍ ଛୋଟ ଚାମଚ ଗରମ ମସଲା ପାଉଡର। ଯେଉଁ ମସଲା ଆମେ ପୁରରେ ପ୍ରସ୍ତୁତ କରିଥିଲେ ବାଇଗଣର, ସେଇ ମସଲା ଆମେ ଏଇଥିରେ ଦେଇଦେବା। କେବଳ ଏତିକି ଫରକ, ସେଇଥିରେ ଆମେ ବେସନ ଦେଇଥିଲେ ଆଉ ଏଇଥିରେ ଆମେ ଦହି ନେବା। ଏଇଥିରେ ଆମେ ଆଉ ଲୁଣ ପକାଇବା ନାହିଁ। ଏଇସବୁ ଜିନିଷକୁ ଆମେ ଭଲ ଭାବରେ ଫେଣ୍ଟି ନେବା। ଦହିକୁ ଆପଣ ଭଲ ଭାବରେ ଫେଣ୍ଟିବେ, ନହେଲେ ଦହି ଆମର ଯେତେବେଳେ ଗ୍ୟାସ୍ ଫ୍ଲେମ୍କୁ ଆସିବ ସେତେବେଳେ ଦହି ଆମର ଛିଡ଼ି ଯାଇପାରେ। ସେଥିପାଇଁ ଭଲ ଭାବରେ ୟାକୁ ଫେଣ୍ଟି ନେବେ। ଆଉ ଏଇ ଭିତରେ ମଧ୍ୟ ଆମର ଭଲ ଭାବରେ ଏଇଠି ବାଇଗଣ ସିଝିଗଲାଣି। ଏବେ ଚାଲନ୍ତୁ ତାର ନେକ୍ସଟ ପ୍ରୋସେସଟି କରିନେବା। ଆପଣ ଚେକ୍ କରିନେବେ ବାଇଗଣର ସବୁ ପାର୍ଟ ଭଲ ଭାବରେ ସିଝିଲା ନା ନାହିଁ। ଯଦି ସିଝି ନଥିବ ତାକୁ ଆଉ କିଛି ସମୟ ଆପଣ ଏହିପରି ଭାବରେ ଭାଜି ନେବେ। ଏବେ ଚାଲନ୍ତୁ ତା ପାଇଁ ଗୋଟେ ବେଷ୍ଟ ମସଲା ଗ୍ରେଭିଟେ ତିଆରି କରିବା। ସେଥିପାଇଁ ଦେଖନ୍ତୁ ଗ୍ୟାସ୍ ଉପରେ ମୁଁ କଡ଼େଇ ବସାଇ ନେଇଛି। ଆଉ ସେଇଥିରେ ମୁଁ ଦେଇଥିଲି 3 ବଡ଼ ଚାମଚ ରିଫାଇନ୍ ତେଲ। ତେଲ ଆମର ହାଲକା ଗରମ ହେଇଗଲା ପରେ ହାଫ୍ ଛୋଟ ଚାମଚ ଜିରା ଆଉ ହାଫ୍ ଛୋଟ ଚାମଚ ସୋରିଷକୁ ମୁଁ ଫୁଟେଇ ଦେଇଥିଲି। ଜିରା ସୋରିଷ ଭଲ ଭାବରେ ଫୁଟିଗଲା ପରେ ଏଇଠି ମୁଁ 3ଟି ବଡ଼ ସାଇଜର ପିଆଜକୁ ଚପ୍ କରି ନେଇଥିଲି, ତାକୁ ପକାଇ ନେବା। ପିଆଜକୁ ଭଲ ଭାବରେ ଏଇଠି 1ରୁ 2 ମିନିଟ୍ ଭାଜି ନେବା। ଏବେ ଆମେ ସେଇଥିରେ ଆଡ୍ କରିଦେବା ଟମାଟୋ। ଯେମିତି ପିଆଜକୁ ମୁଁ ଏଇଠି ଛୋଟ ଛୋଟ ପିସ୍ରେ କାଟି ନେଇଥିଲି, ସେମିତି 2ଟି ମିଡ଼ିୟମ୍ ସାଇଜର ଟମାଟୋକୁ ମଧ୍ୟ ମୁଁ ବଢ଼ିଆ ସେ ଛୋଟ ଛୋଟ ପିସ୍ କରି ନେଇଥିଲି, ତାକୁ ମଧ୍ୟ ଆମେ ପିଆଜରେ ପକାଇ ନେବା। ତା ସହିତ ପିଆଜ ଆଉ ଟମାଟୋକୁ ସ୍ମୁଥ୍ କରିବା ପାଇଁ, ମାନେ ଭଲ ଭାବରେ ଏଇଠି ସିଝିବା ପାଇଁ ଆମେ ଟମାଟୋ ଆଉ ପିଆଜର କ୍ୱାଣ୍ଟିଟି ଦେଖିକି ସେଇଥିରେ ଲୁଣ ଆଡ୍ କରିବା। ମୁଁ ଏଇଠି ପିଆଜ ଆଉ ଟମାଟୋର କ୍ୱାଣ୍ଟିଟି ଦେଖିକି ହାଫ୍ ଛୋଟ ଚାମଚ ଲୁଣ ବ୍ୟବହାର କରିଛି। ଏବେ ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରିକି ଆମେ ଟମାଟୋ ଆଉ ପିଆଜ ଭଲ ଭାବରେ ଏଇଠି ନରମ ହେଇଯିବା ପର୍ଯ୍ୟନ୍ତ ତାକୁ ଭାଜି ନେବା। ଏଠି ପିଆଜକୁ ଭାଜି ଭାଜି ଲାଲ କରିବା କିଛି ଦରକାର ନାହିଁ। ଏମିତି ଆପଣ ନରମ କରିନେବେ, ସ୍ମୁଥ୍ କରିନେବେ। ଯେତେବେଳେ ଦେଖିବେ ପୁରା ଆମର ଟମାଟୋ ଆଉ ପିଆଜ ନରମ ପଡ଼ିଗଲାଣି, ଏବେ ଆମେ ଫେଣ୍ଟି ରଖିଥିବା ଦହିକୁ ସେଇଥିରେ ପକାଇ ନେବା। ତା ସହିତ ଯେଉଁ ବାଉଲରେ ମୁଁ ଦହି ଫେଣ୍ଟିଥିଲି ସେଇଥିରେ ହାଫ୍ ଗ୍ଲାସ୍ ପାଣି ଦେଇଦେଇଛି। ଆଉ ତାକୁ ଭଲ ଭାବରେ ଫେଣ୍ଟି ଦେଇକି ପୁଣି ଥରେ ସେଇ ପାଣିକୁ ମଧ୍ୟ ମସଲାରେ ମୁଁ ପକାଇ ନେଇଛି। ଏବେ ଗ୍ରେଭିରେ ଆମର ଗୋଟେ ବଢ଼ିଆ କଲର ଆସିବା ପାଇଁ ମୁଁ ଏଥିରେ ପକାଇ ନେଇଛି ହାଫ୍ ଛୋଟ ଚାମଚ କାଶ୍ମୀର ଲଙ୍କାଗୁଣ୍ଡ ପକାଇ ଦେଇକି ଆମେ ଭଲ ଭାବରେ ମିକ୍ସ କରିନେବା। ଆଉ ଟିକେ ଭଲ କଲର ଆଣିବା ପାଇଁ ମୁଁ ଏଇଠି 1ରୁ 2 ପିଞ୍ଚ ଫୁଡ୍ କଲର ପକାଇଛି, ଯେଉଁଟାକି ପକାଇବା ଅପସନାଲ। ଏବେ ଭଲ ଭାବରେ ତାକୁ ମିକ୍ସ କରିନେବା। ଆଉ ଏଇ ମସଲାକୁ ଆମେ କଣ୍ଟିନ୍ୟୁଅସ୍ କଷି ଚାଲିବା ଯେପର୍ଯ୍ୟନ୍ତ ଏଇ ମସଲାରୁ ଆମର ତେଲ ଅଲଗା ହେଇଯାଇନି। ତା ସହିତ ବାଇଗଣରେ ଯେଉଁ ମସଲା ଆମେ ପୁର ଦେଇଥିଲେ, ମାନେ ମସଲା ଭର୍ତ୍ତି କରିଥିଲେ, ସେଇ ମସଲାରୁ 1 ଛୋଟ ଚାମଚ ମସଲା ଏଇଠି ରହିଯାଇଥିଲା, ତାକୁ ମଧ୍ୟ ମୁଁ ଏଇଥିରେ ଆଡ୍ କରିଦେଇଛି। ଏବେ ମସଲାକୁ ଆମେ ଭଲ ଭାବରେ ତେଲ ଅଲଗା ହେବା ପର୍ଯ୍ୟନ୍ତ କଷି ନେବା। ଆଉ ଏଇଥିରେ ଆମେ ଦହି ପକେଇକି ମଧ୍ୟ ଆମର ଦହି ବିଲକୁଲ ବି ଛିଡ଼ିଲାନି। ଦହି ଭଲ ଭାବରେ ଏଇଠି ମସଲା ସହିତ ମିକ୍ସ ହେଇଯାଇଛି, ପୁରା ବ୍ଲେଣ୍ଡ ହେଇଯାଇଛି ଆଉ ସ୍ମୁଥ୍ ପେଷ୍ଟ ରେଡି ହେଇଯାଇଛି। ଏମିତି ଭାବରେ ଆପଣ ୟାର ମସଲାଟି ପ୍ରସ୍ତୁତ କରିନେବେ। ଏବେ ଆମେ ଏଇଥିରେ ଆଡ୍ କରିଦେବା ଆବଶ୍ୟକ ଅନୁସାରେ ପାଣି। ଏଇଠି ଯେଉଁ ଆମେ ମସଲା ଗ୍ରେଭିଟି ବନେଇବା ତାକୁ ବେଶୀ ପତଳା ରଖିବା ନାହିଁ କିମ୍ବା ବେଶୀ ମୋଟା ରଖିବା ନାହିଁ, ସେଇ ଅନୁସାରେ ଆପଣ ସେଇଥିରେ ପାଣି ଆଡ୍ କରିବେ। ମୁଁ ଏଇଠି 2 ଗ୍ଲାସ୍ ପାଣି ଆଡ୍ କରିଦେଇଛି ଆଉ ତାକୁ ଭଲ ଭାବରେ ଏଇଠି ଛାଡ଼ି ଦେଇଛି ଫୁଟିବା ପାଇଁ। ଆପଣ ଝୋଳକୁ ଦେଖିକି ସେଇ ଅନୁସାରେ ସେଇଥିରେ ଲୁଣ ଆଡ୍ କରିବେ। ଏଇଠି ମୁଁ ଝୋଳକୁ ଛାଡ଼ି ଦେଇଥିଲି କିଛି ସମୟ ଫୁଟିବା ପାଇଁ ହାଇ ଫ୍ଲେମ୍ରେ। ଆଉ କିଛି ସମୟ ଫୁଟି ସାରିଲା ପରେ ଏଇଠି ଆପଣ ଦେଖିପାରୁଥିବେ ଝୋଳ ଧୀରେ ଧୀରେ ଗାଢ଼ ହେଇ ଆସିଲାଣି। ଏବେ ଆମେ ସେଇ ଅନୁସାରେ ଲୁଣ ସେଇଥିରେ ଆଡ୍ କରିଦେବା। ଲୁଣକୁ ପକାଇ ଦେଇକି ଆମେ ଭଲ ଭାବରେ ମିକ୍ସ କରିନେବା। ଏବେ ସେଇଥିରେ ଆମେ ଆଗରୁ ଭାଜି ରଖିଥିବା ବାଇଗଣକୁ ଆଡ୍ କରିବା। ଏଇଠି ଆପଣ ଗୋଟେ ଜିନିଷ ଧ୍ୟାନରେ ରଖିବେ, ଯେତେବେଳେ ଆମର ଭଲ ଭାବରେ ଝୋଳ ଫୁଟିବ ସେତେବେଳେ ଆପଣ ଭଜା ବାଇଗଣକୁ ସେଇଥିରେ ଆଡ୍ କରିଦେବେ। ଝୋଳ ଯଦି ଫୁଟି ନଥିବ ଆପଣ ବାଇଗଣ ଆଡ୍ କରିବେ ନାହିଁ। ଭଲ ଭାବରେ ଏଇଠି ଆମର ଝୋଳ ଫୁଟିଗଲା ପରେ ହିଁ ଆମେ ବାଇଗଣକୁ ଆଡ୍ କରିବା। ବାଇଗଣକୁ ଝୋଳରେ ଆଡ୍ କରିଦେଇକି ଆମେ ତାକୁ ହାଇ ଫ୍ଲେମ୍ରେ ଭଲ ଭାବରେ ଏଇଠି 5 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା। ବେଶୀ ସମୟ ଫୁଟେଇବା ଦରକାର ନାହିଁ, 5 ମିନିଟ୍ ସଫିସିଏଣ୍ଟ ହେବ। ଆଉ ଏଇଠି ଆପଣ ଯେତେବେଳେ 5 ମିନିଟ୍ ପର୍ଯ୍ୟନ୍ତ ବାଇଗଣକୁ ଭଲ ଭାବରେ ଗ୍ରେଭିରେ ଫୁଟେଇ ନେବେ, ଆପଣ ଦେଖିବେ ଗ୍ରେଭି ଧୀରେ ଧୀରେ ବହଳିଆ ହେଇଯିବ, ତା ସହିତ ଗ୍ରେଭି ଧୀରେ ଧୀରେ କମି ମଧ୍ୟ ଯିବ।
ଆଉ ଏଇଠି ଦେଖନ୍ତୁ 5 ମିନିଟ୍ ଫୁଟି ସାରିଲା ପରେ ଏଇ ରେସିପିଟି ଆମର ରେଡି ହେଇଗଲାଣି। ୟାର ଝୋଳକୁ ବେଶୀ ମାରିବେ ନାହିଁ, ଏମିତି ହିଁ ଝୋଳର କନସିଷ୍ଟେନ୍ସିକୁ ଆପଣ ରଖିବେ। ଏବେ ଇଏ ତ ରେଡି ହେଇଗଲାଣି। ଏବେ ଗ୍ୟାସ୍ ଫ୍ଲେମ୍କୁ ଆମେ ବନ୍ଦ କରିନେବା। ଆଉ ଗୋଟେ ଜିନିଷ ଏଇଠି ଆପଣ ଦେଖିପାରୁଛନ୍ତି, ଆମର ବାଇଗଣ ସବୁ ଗୋଟା ଗୋଟା ହେଇକି ରହିଛି। ଯେହେତୁ ଆମେ ତାକୁ ସବୁଆଡୁ କାଟି ନଥିଲେ, ମାନେ ଦୁଇ ଶେଷ ଭାଗକୁ କାଟି ନଥିଲେ, ସେଥିପାଇଁ ବାଇଗଣ ଆମର ଏମିତି ଗୋଟା ଗୋଟା ହେଇକି ରହିଛି। ଯେହେତୁ ବାଇଗଣ ଆମର ଏମିତି ଗୋଟା ଗୋଟା ହେଇକି ରହିଛି, ତା ଭିତରେ ଦିଆହେଇଥିବା ମସଲା ମଧ୍ୟ ପୁରା ସେମିତି ଥିବ। ଆପଣ ଥରେ ଏଇ ରେସିପିକୁ ଟ୍ରାଏ କରନ୍ତୁ, ଆଉ ଖାଇକି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କେମିତି ଥିଲା ୟାର ଟେଷ୍ଟ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟେ ନିହାତି କରିବେ। ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ସେୟାର କରିବେ। ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି କିମ୍ବା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଯଦି ମୋ ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ପେଜ୍ଟିକୁ ଫଲୋ କରିନେବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।